ତ୍ୟାଗଟା ଏତେ ସାଧାରଣ କଥା ନୁହେଁ, ତାକୁ ବୁଝିବା ବହୁତ କଷ୍ଟ ଏବଂ ତାକୁ ବୁଝିବା ଏକଦମ ମଧ୍ୟ ସହଜ। କ୍ରିୟା ଯୁଗରେ ତ୍ୟାଗ କଥାଟାକୁ ବହୁତ ସରଳ ଭାଷାରେ ଆମର ଗୁରୁମାନେ ବୁଝେଇ ଦେଇ ଯାଇଛନ୍ତି। ଏଟା ସୁନ୍ଦର କଥା। ସମସ୍ତେ ଭାବନ୍ତି ସବୁ ଛାଡ଼ି ଛୁଡ଼ି ଦେଇ କେଉଁଠି ଚାଲିଯିବା, କେଉଁଠି ବସିବା, ଏକାନ୍ତରେ ରହିବାଟାକୁ ତ୍ୟାଗ କୁହାଯାଏ। ନା ନା ନା, ସେଇଟା ସ୍ଥୂଳରେ ତ୍ୟାଗ, ସେଇଟା ଭୁଲ ନାହିଁ, ସେଇଟା ଠିକ। କିନ୍ତୁ କ୍ରିୟାଯୁଗ ପରମ୍ପରାରେ କଥା କୁହା ହୁଏନି। କୁହାଯାଏ ଏଇ ଗୃହସ୍ଥାଶ୍ରମ ଭିତରେ ରହି, ଏଇ ସଂସାର ଭିତରେ ରହି ଆମକୁ ତ୍ୟାଗ କରିବାକୁ ପଡ଼ିବ। କେମିତି ଆମେ ତ୍ୟାଗ କରିବା? ଧର୍ମ ଜୀବନ ଯଦି ଆରମ୍ଭ ହୁଏ ତ୍ୟାଗରେ, ତାର ପରିସମାପ୍ତି ହୁଏ ତ୍ୟାଗରେ। ଯେ ଯେତେ ବଡ଼ ତ୍ୟାଗୀ ସେ ସେତେ ଉଚ୍ଚ ସ୍ତରକୁ ଯାଇପାରେ, ଭଗବାନଙ୍କର ନିକଟବର୍ତ୍ତୀ ପ୍ରିୟର ପାତ୍ର ହୋଇପଡ଼େ।